ଆଉ କଣ କହୁଛୁ? କଣ ତୋ କଥା ବୁଝିବି କହିଲୁ? ଆଉ ମୋ କଥା ତମେ ବୁଝିବନି ଆଉ କଣ ଗାଁ ଲୋକ ବୁଝିବେ? ଏ ମୋ ପଛରେ ସାଙ୍ଗମାନେ ବାହା ହେଇକି ତାଙ୍କର କେଡି କେଡି ଛୁଆ ଆସିକି ହେଇଗଲେଣି। ମୁଁ ସେମିତି ଓଥରା ହେଇକି କେତେ ଦିନ ଏମିତି ବୁଲିବି ନା? ତମେ ନିଜେ କୁହ। ଆରେ ଆଜିକାଲି ବଜାରରେ ଦେଖୁଛୁ ଝିଅ ଯେମିତି ଅଭାବ, ତୁ ସେତେବେଳେ ରାଜି ହେଲୁନି। ଏଇଲେ ତୋ ପାଇଁ ଗୋଟେ ଝିଅ ଯୋଗାଡ଼ କରିବା ଭାରି କଷ୍ଟ। କାଇଁ କଷ୍ଟ? କଣ ପାଇଁ କଷ୍ଟ? କଷ୍ଟ ତ ହବ ନା, ତୋର ଯୋଉ ଟିକେ ରହୁଛି। ଓହୋ, ଆଚ୍ଛା। ଆଉ ହୋସ୍, ତମେ ସେ କଥା ପାଇଁ ଚିନ୍ତା କର ନା। ଖାଲି ଏତିକି ଯେ ତମେ ମୁଣ୍ଡରେ ପୁରେଇଥିବ ସେ ଝିଅ ଘରଙ୍କ କାନରେ ଯେମିତି ମୋ କଥାଟା ନ ପଡେ। ଆଉ ତା ଯୋଗାଡଟା ମୁଁ କରିଦେଇଛି। ତମ ପଇସା କଥା କହୁଛ। ପଇସା ତମକୁ, ତମେ ଅନ୍ୟ ଜାଗାରେ ଯୋଉ ଭଦ୍ରଲୋକି କରିକି ପଇସା ଆଣିଲା, ତମେ ସେଠି ଯେତିକି ପାଉନଥିବ ତା ଡବଲ ମୁଁ ତମକୁ ଦେବି। ତମେ ପଇସା କଥା କାହିଁ ଚିନ୍ତା କରୁଛ? ହବ ଯେ ତୋ କଥାଟା ଟିକେ କଷ୍ଟ ଲେଖିବ ରେ। କିଛି କଷ୍ଟ ନାହିଁ। ତମେ ସିନା ନିଜ ମନକୁ ଭାବୁଛ କଷ୍ଟ। ତମେ ଚିନ୍ତା କଲ, ପୁତୁରାଟା ଏମିତି ଓଥରା ହେଇକି ମରୁଗ। ଆଚ୍ଛା, ସିଏ ଗୋଟେ ଝିଅ ଅଛି। ଅଛି? ଶୁଣ, ଗୋଟେ ଝିଅ ଅଛି। ସେ ବାପା ମା ଝିଅ କେବଳ 3 ଜଣ, ତାଙ୍କର ଆଉ କେହି ନାହାନ୍ତି। ଚଳିବ? ଚଳିବ ମାନେ ଏ ଦୌଡିବ ଆଉ। ଏଇ ହୀରାପାଟଣା? ହଁ, ହଉ, କଣ ହେଲା? ଚଳିବ ତ? ହଁ, ଚଳିବ। ପାଖରେ ତ ଏଇଠି ଆମର। ଝିଅଟି ଭଲ, ପାଖରେ ହେଲା ମାନେ ବହୁତ ବଢିଆ। ଝିଅଟା ବହୁତ ସୁନ୍ଦର। ହଁ, ଝିଅ ସୁନ୍ଦର, ମା ସୁନ୍ଦର, ବାପ ସୁନ୍ଦର, ତାଙ୍କ ଘର ସବୁ ସୁନ୍ଦର। କିନ୍ତୁ ଦିଆ ନିଆ କିଛି କରିବ, ଗରିବ ଘର ଆଉ। ହଉ ଦିଅ, ଛାଡ। ଦିଆ ନହେଲା ମୋର କଣ ଅସୁବିଧା ଅଛି? ନା, ଦିଆ ନିଆ ନୁହଁ, ତତେ ସବୁ କାମ ଉଠିବାକୁ ପଡିବ। ସିଏ କେବଳ ଝିଅଟି ଦେବେ। ହଁ, ସେଇଥିରେ ଯଦି ରାଜି କହିବୁ ତାହେଲେ ମୁଁ କଥା ହେବି। ମୋ କହିବା ଅର୍ଥ, ମୋ ପାଖରେ କଣ ଏମିତି ଜିନିଷ କିଛି ଅଭାବ ଅଛି? ମୋ ପାଖରେ ସବୁ ଅଛି। ଏଲଇଡି ଫେଲିଡି, ମାନେ ମୋ ଘରେ ଫ୍ରିଜ, ମାନେ ତାର କୌଣସି ଅସୁବିଧା ହବନି ବା। ତାକୁ କୌଣସି ଜିନିଷର ମୁଁ ଅଭାବରେ ରଖିବି ନାହିଁ। ତମେ କଣ ଆଜି ତମ ପୁତୁରାକୁ ଖାଲି ଝିଅ ଟିକେ ଆଣିବାକୁ ପଡିବ। ଯଦି ସେଇଆ କହିବୁ ମୁଁ ତାଙ୍କ ହାତରେ କଥା। ହଁ, ସେ ଖଣ୍ଡିଆ ଶାଢୀ ପିନ୍ଧେଇ ଦେଇକି ବାହାଘର କରିଦେବେ ତ? ଏଇଆ ତ ତାଙ୍କ ଇଚ୍ଛା? ହଉ, କିଛି କଥା ନାହିଁ। ବାକି ସବୁ ଖର୍ଚ୍ଚ ମୋର। ଆଚ୍ଛା, ତାହେଲେ ଟିକେ ରହ, ମୁଁ ଟିକେ ତାଙ୍କୁ ଫୋନ କରେ। ଲାଗିଲ ଏଇଠି ଟିକେ ଯାହା ଜଣା। କିନ୍ତୁ ଦାଦି ମନେ ରଖିଥିବ, ମୋ କଥାଟା ଯେମିତି ତାଙ୍କ କାନରେ ନ ପଡେ। ସେଇଟା ତ କଷ୍ଟ ହବ ଆଉ, କଣ କରିବା? ସେ କଷ୍ଟ ବା ମୁଁ ଦୂର କରିଦେବି। ତମେ ଲଗାଅ, କଥା ଲାଗିଲ ଆଗ। ଆରେ ରାମ, ହଁ, ମୁଁ ତୋରି ପାଖକୁ କରିଥିଲି ବା। ଆରେ, ତୁ ଯୋଉ ଝିଅ କଥା କହୁନଥିଲୁ, ତୋ ଝିଅ ପାଇଁ ଗୋଟେ କ୍ୟାଣ୍ଡିଡେଟ୍ ଆମରି ଗାଁରେ ମନୋଜ ବା। ହଁ, ତୁ ଗଲେ ଜାଣିବୁନି ସବୁ। ତାରି ବିଷୟରେ ଠିକ କରିବି। ତାଙ୍କର କିନ୍ତୁ ଏବେ ନଗଦରେ ବାହାଘର କରିବେ ହେଲା। ସେ ତାଙ୍କ ଘରେ ବାପ ନାହିଁ କି ମା ନାହିଁ, ସେ ଏକୁଟିଆ। ତୋ ଝୁଆ ଆସିଲେ ଏକୁଟିଆ ରାଜ କରିବ, ବୁଝିଲୁ? ଟିକେ ପିଲାଟା ଲାଜୁଆଟା, ଆଉ ଲାଜକୁରା ଟିକେ, ଭାରି ସରଳିଆ ପିଲା ସିଏ। ହଁ, କଣ କହୁଛୁ? କାଲି କେତେବେଳକୁ ଗଲେ ହବ? ନା, ତୁ 4ଟା ହେଲେ ଡେରି ହବ। ତାକୁ ଗୋଟେ କାମ କର, 3ଟା ବେଳକୁ ରଖ। ପୁଣି ସେ ଦୂର ବାଟ ଆସିବେ, ତାଙ୍କ ଘରକୁ ଯିବେ। ତୁ 3ଟା ବେଳକୁ ଠିକ କର। ତମେ ସମସ୍ତେ ଘରେ ଥିବ, ଆମେ 3ଟା ବେଳକୁ ଯାଇ ସବୁ ପହଞ୍ଚିବୁ ହେଲା। ଆଗରୁ? ହଁ, ମୁଁ ଯାଇ ଆଗରୁ ପହଞ୍ଚି ଯାଇଥିବି। ଆଉ କଣ ଅଛି, ସେମାନେ ଯାଇ ପରେ ପହଞ୍ଚିବେ ପଛେ ଆଉ, ହେଲା। ହଉ, ରହୁଛି। ମୁଁ ପହଞ୍ଚିଲେ ସବୁ କହିବି। ତମେ ଦେଖିବନି ପିଲାଟି କେମିତି। ଇଏ ଗୋଟେ କାମ କର, ତାକୁ ମୁଁ କହିଦେଲି। କହିଦେଲା ପରେ କାଲି ଆମକୁ ବାହାରିବାକୁ ପଡିବ, ଟାଇମରେ ପହଞ୍ଚିବାକୁ ପଡିବ। ଟାଇମରେ ଯାଇ ପହଞ୍ଚିବା, କଣ ଅସୁବିଧା ଅଛି ହେଲା। ମୁଁ ସକାଳୁ ରେଡି ହେଇଯିବି। କିନ୍ତୁ ଏଗୁଡାକ ସବୁ ଦିନରେ କରିବାକୁ ପଡିବ, ନହେଲେ ଆମେ ଅପଦସ୍ତ ସେଇ ହବା। କଥା ତ ମୋ ମୁଣ୍ଡରେ ପଇଛି। ଫେର ତମେ 3ଟା ବେଳେ ଚଳିବ, 3ଟା ବେଳେ ସୁଦ୍ଧା ପହଞ୍ଚିଗଲେ ଆମ କାମ ହେଇଯିବ। ଆଉ କଣ ଖାଇବା ପିଇବା ପରେ ଯାଆନ୍ତି? ଖାଇବା ପିଇବା ପରେ କୋଉ ଝିଅ ଦେଖିବାକୁ ଯାଆନ୍ତି ନା କଣ? ଖାଇବା ପିଇବା ପରେ ତ ଯାଇ ପହଞ୍ଚିବା ହେଲା। ହଉ।
ଆଉ ତୋ ସାଥିରେ ଆଉ କିଏ ଯିବ? ସିଏ ସାଙ୍ଗ କିଏ ଅଛି ଗୋଟେ କାହାକୁ ସାଙ୍ଗଟେ ନେଇଥିବୁ ହଁ ହଁ ହେଲା। ହଁ ହଁ କାଲି ଦେଖି ଯାଇକି ଯେମିତି ଆମେ ସେଠି 3ଟା ବେଳକୁ ପହଞ୍ଚିବା ଆଉ ହଁ। ସେଇ ଜଗାରେ ରହିବ। ହଁ ହଉ ତାହେଲେ ଆସେ ହଁ ମୁଁ ଦେଖେଇ ସେ କଣ ହଁ ମୁଁ କହୁଛନ୍ତି। ଯାଇ ବାକି ସବୁ ତ ତମ ଉପରେ ଲାଗିଲା ଆଉ ହଉ ମୁଁ ଯାଉଛି ହେଲା। ହଁ ହଉ।